ମୁଁ କହିଲି କାଳିଆ ତୋ ଦୁଆର ମୁଁ କୋଳ ପୂର୍ଣ୍ଣ କରିଦେ ମୁଁ ଆଇଲେ ତ 22 ପାହାଚରେ ପୁଅ ହଉ ଝୁଅ ହଉ ଗଢ଼େ। କୋଳରେ ପିଲାଟିଏ ନାହିଁ ବୋଲି ମନରେ ଅସରନ୍ତି ଦୁଃଖ, ଆଖିରେ ଲୁହ ଓ ମନରେ କୋହକୁ ଚାପି ରଖି ସେ ଜଗା ପାଖକୁ ଧାଇଁ ଆସିଛି। ଆଉ କାଳିଆକୁ ଅଭିମାନରେ କହିଛନ୍ତି, ମହାପ୍ରଭୁ ସମସ୍ତଙ୍କୁ ଦେଉଛନ୍ତି, ମୋତେ କାହିଁକି ଦେବେନି? ମୁଁ ମାନସିକ କରିଛି, ମା ହେଲେ ମୋ କୋଳକୁ ପୁଅ କି ଝିଅଟେ ଆସିଲେ ତାକୁ 22 ପାହାଚରେ ଗଡ଼ାଇବି। ଏ ମହିଳା ଭକ୍ତଙ୍କ ଆଖିରେ ଲୁହ ତାଙ୍କ ଭକ୍ତିକୁ ବୟାନ କରୁଛି। ଆଉ ହାତରେ ଅତି ଯତନରେ ଧରିବା ଭଗବାନ ଆଣ୍ଠୁଆ ଗୋପାଳଙ୍କ ମୂର୍ତ୍ତିକୁ ସେ ପୁଅ ବୋଲି ମାନି ସାରିଛି। ଶୁଣନ୍ତୁ ତାଙ୍କ ମୁହଁରେ ସେ କୋହଭରା କଥା। କାଳିଆ ତୋ ଦୁଆର ମୁଁ କୋଳ ପୂର୍ଣ୍ଣ କରିଦେ ମୁଁ ଆଇଲେ ତ 22 ପାହାଚରେ ପୁଅ ହଉ ଝୁଅ ହଉ ଗଢ଼େ। ସମସ୍ତଙ୍କ ଯେତେବେଳେ ଶୁଣୁଛନ୍ତି ମୋ କଥା କାହିଁ ଶୁଣିବେନି? ସେଥିପାଇଁ ମୁଁ ଆଇଲି, ଆମେ ଆଇଥିଲୁ, ମୋ ସ୍ୱାମୀ ଆଇଥିଲେ ସାଉଦରୁ। ସେଇଠୁ ଆମେ କହିଲୁ ଚାଲ ଯିବା ଦେବସ୍ନାନ ପୂର୍ଣ୍ଣିମା ରହିବା 2-3 ଦିନ। ସେଇଠୁ ଆମେ 2 ଜଣ ଆଇଲୁ, ମୋ ପୁଅକୁ ସାଙ୍ଗରେ ନେଇକି ଆଇଲୁ। ଜଗା ଯଦି ଟିକେ ଚାହିଁଦେବ ଏ ନାରୀ ଜୀବନଟା ସାର୍ଥକ ହୋଇଯିବ। ଜଗା ଯଦି କରୁଣା ଢାଳିଦେବ ଏ ଜୀବନଟା ନିଶ୍ଚୟ ଧନ୍ୟ ହୋଇଯିବ। ବାହାଘରକୁ 5 ବର୍ଷ ବିତିଲାଣି, କିନ୍ତୁ କୋଳକୁ ସନ୍ତାନ ଆସିନଥିବାରୁ ଏ ମହିଳା ଭକ୍ତଙ୍କ ମନ ଆଉଟୁ ପାଉଟୁ ହେଉଛି। ଦୁଃଖରେ ଦୁଃଖରେ ଦିନ କଟୁଛି। ସେଥିପାଇଁ ସ୍ନାନଯାତ୍ରାରେ ସେ ଶ୍ରୀକ୍ଷେତ୍ରକୁ ଆସି ମହାପ୍ରଭୁଙ୍କ ସ୍ନାନ ଦେଖିଛନ୍ତି ଓ ହାତୀବେଶ ଦର୍ଶନ କରି ତାଙ୍କ ମନର କଥାଗୁଡ଼ାକ କାଳିଆଙ୍କ ପାଖରେ ଗୁହାରି କରିଛନ୍ତି। 5 ବର୍ଷ ଯେହେତୁ ପୁଅ କିମ୍ବା ଝିଅ ନାହିଁ, ସେ ମନ ଦୁଃଖ କରୁଛନ୍ତି, କାନ୍ଦି ପକାଉଛନ୍ତି। ଆଉ ଠାକୁରଙ୍କୁ ପୁଅ ବୋଲି ମାନେ ଭାବି ନେଇଛନ୍ତି। ଆଜି ତାଙ୍କ ସ୍ୱାମୀଙ୍କ ସହିତ ମଧ୍ୟ ଆସୁଛନ୍ତି, ବୋଲୁଛନ୍ତି। ଭଗବାନଙ୍କ ଆଶୀର୍ବାଦ ଆମେ ଆସୁଛୁ, ଯୋଉ ଆଶାରେ ଆସୁଛୁ ଆମେ, ଭଗବାନଙ୍କ ଆଶୀର୍ବାଦ ସେଟା ପୂରଣ ହବା ଆମର ଆଶା ଅଛି। ବହୁତ ଆଶାରେ ଆସୁଛୁ ଆମେ। ଜୟ ଜଗନ୍ନାଥ। ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କେମିତି ହେଇଛି? ବହୁତ ବଢିଆ, ବହୁତ ବଢିଆ, ବହୁତ ବଢିଆ। ଭାବ ଭକ୍ତିର ଠାକୁର ସେ, ମା ପାଇଁ ସେ କିଛି ବି କରିପାରେ। ଆଉ ଆଜି ଏ ମା ବଡ଼ଦାଣ୍ଡରୁ ଗୁହାରି ଶୁଣାଉଛି। ମହାପ୍ରଭୁ ନିଶ୍ଚୟ ତାଙ୍କ ଡାକ ଶୁଣିବେ ବୋଲି ବିଶ୍ୱାସ ବି ରହିଛି। ରିପୋର୍ଟ OTV।